ହ୍ୟାଲୋ ଫ୍ରେଣ୍ଡସ୍, ଆଜି କାର୍ତ୍ତିକ ମାସ ମଙ୍ଗଳବାର ସକାଳୁ ଠାକୁର ପୂଜା ସରିଗଲା। ତାପରେ କଣା ଚଣା ବସେଇଥିଲି, ସିଝେଇ ସାରିଲା ପରେ ତାକୁ ପଘାରିଲି। ତେଲ ଟିକେ ପକେଇଲି, ସୋରିଷ ଟିକେ ପକେଇଲି, ତାପରେ ଲଙ୍କା ଭେରସୁଙ୍ଗା ପତ୍ର ପକେଇ ସାରିଲା ପରେ କଣା ଯୋଉ ସିଝେଇ ରଖିଥିଲି ଚଣାକୁ ସେଠି ଭାଜି ଦେଲି। ତାପରେ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଟିକେ ପକେଇ ଦେଇଥିଲି। ଆଉ ଆଳୁକୁ ପୁରା ସରୁ ସରୁ କରିକି ଭାଜିଥିଲି। ରୁଟି କରିଥିଲି। ସକାଳୁ ସେ ଲଞ୍ଚ ନେଇକି ଗଲା ସ୍କୁଲ, ସ୍ନାକ୍ସ ବି ନେଲା। ଆଉ ଦେଖନ୍ତୁ ମୁଁ ସକାଳୁ ଯୋଉ ପୂଜା କରିଥିଲି ଅଧା ମୁରୁଜ ପକେଇଥିଲି ଚଉରା ପାଖରେ। ଦେଖନ୍ତୁ ମୁଁ ଚଉରା ପାଖରେ ବି ମୁରୁଜ ଏବେ ଟିକେ ପକେଇଲି, ଅଳ୍ପ ପକେଇଥିଲି ତ ସେଇଥିପାଇଁ। ପୁଅ ତ ସକାଳୁ 7:30ରେ ଯିବ ନା ସ୍କୁଲ। ମୁରୁଜ ଟା ମତେ ତ ଆସେନି, ଯୋଉ ଷ୍ଟାଣ୍ଡର ମୁଁ ସେ ମୁରୁଜ ପକେଇଛି। ସରିଗଲା। ତାପରେ ଲଞ୍ଚ ପାଇଁ ଡାଲି ଆଉ କାକୁଡି ଚଟୁଣୀ, ବୋଇତାଳୁ ଆଳୁ ଭଜା, ବାଇଗଣ ଆଳୁ ଭର୍ତ୍ତା କରିଥିଲି। ଆମେ ତ ମା ପୁଅ ଖାଇମୁ, ସେଥିପାଇଁ ଏତିକି କରିଦେନି। ଆଉ ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।